ପିଲାମାନେ ପୁଣି ଥରେ ମୋ ଚ୍ୟାନେଲକୁ ସ୍ୱାଗତ। ପୁଣି ଚର୍ଚ୍ଚା ଆସିଗଲା ଆଉ ଏକ ଟ୍ରାନ୍ସଲେସନ୍। ତୁମକୁ ମୁଁ ଯେମିତି କହିଥାଏ ପିଲାମାନେ, ପ୍ରତ୍ୟେକ ଦିନ 6:30 ଆମେ ପୁଣି ଟ୍ରାନ୍ସଲେସନ୍ ଦେଖାହେବ ହେଲା। ଆଜି ସେ ସମୟ ପୁଣି ଥରେ ଆସିଯାଇଛି ଛୁଆମାନେ। ଆଉ ଆଜି କିଛି ଟ୍ରାନ୍ସଲେସନ୍ ଶିଖି ଦେଖିବା, ଆଉ କିଛି ନୂଆ ଜ୍ଞାନ ଶିଖିବା ଛୁଆମାନେ। ଯେମିତି ପ୍ରତ୍ୟେକ ଦିନ ମୁଁ କହେ ଛୁଆମାନେ, ମୋ ପାଖରେ ଛୁଆମାନେ ଟ୍ରାନ୍ସଲେସନ୍ ଶିଖ, ଯେଉଁଠି ତୁମେ ଟେନ୍ସ ନ ଜାଣିଲେ ବି କରିପାରିବ। ଆଉ ଏହା କେବଳ ମୋ ପାଖରେ ହିଁ ମିଳିବ ଛୁଆମାନେ, ଏହା ତୁମେ ଜାଣିଛ। ସମସ୍ତ ବର୍ଗର ପିଲାମାନେ ଦେଖିପାରିବ ହେଲା। 7th 8 7 8 9 10 11 12 ଇଭିନ୍ ତା ଆଗକୁ ବି ପିଲା ବି ଦେଖିପାରିବ ଏହାକୁ ହେଲା। ଯେଉଁ ପିଲାମାନେ କମେଣ୍ଟ କରୁଛ, କିଏ ଯେଉଁ 9 ପିଲା ଲେଖୁଛ 9 ସାର୍ 9 କ୍ଲାସ୍ ପାଇଁ ବନାନ୍ତୁ, 10 କ୍ଲାସ୍ ପାଇଁ ବନାନ୍ତୁ, 11 ପାଇଁ ବନାନ୍ତୁ। ପିଲାମାନେ ମୁଁ କହୁଛି ଯେ ସମସ୍ତ କ୍ଲାସ୍ ପାଇଁ ଇଏ ଉଦ୍ଦିଷ୍ଟ ହୋଇପାରିବ। ବାକ୍ୟ ସିମ୍ପଲ୍ ବି ରହିଛି, କମ୍ପାଉଣ୍ଡ ବି ରହିଛି, ଆଉ କମ୍ପ୍ଲେକ୍ସ ବି ରହିଛି ହେଲା ଛୁଆମାନେ। ବାକ୍ୟକୁ ଦେଖ ଆଉ ଭଲ ଭାବରେ ବୁଝ। ଆଉ ଏଇ ବାକ୍ୟକୁ ଦେଖିଲା ପରେ ତୁମେ ଜାଣିପାରୁଛ ଇଏ କେଉଁ ବିଷୟରେ ଅଛି। ଏ କ୍ଲାସ୍ 9ର ବିଷୟ, ଇଏର ବିଷୟ ଦି ପ୍ରାଇସଲେସ୍ ଗିଫ୍ଟ ବିଷୟ। ଯେଉଁ ପିଲାମାନେ କ୍ଲାସ୍ 9ର ଅଛ ତ ବହୁତ ଇଜିଲି ତୁମେ ଏହାକୁ ଜାଣିପାରିବ ଏହା କେଉଁ ବିଷୟରୁ ଆସିଛି, ପ୍ରାଇସଲେସ୍ ଗିଫ୍ଟରୁ ଆସିଛି ହେଲା ନା। ଗୋଟେ କ୍ୱେଶ୍ଚନ୍ର ଆନ୍ସର୍କୁ ମୁଁ ଏଠି ଟ୍ରାନ୍ସଲେସନ୍ କରିଛି। ଦାୟିତ୍ୱ ମାନେ ଆଜି ଆମେ ପଢ଼ିବା। ଯେମିତି ମୁଁ ତୁମକୁ କହିଛ ମାନେ, ଯେଉଁମାନଙ୍କୁ ଟ୍ରାନ୍ସଲେସନ୍ରେ ପ୍ରୋବ୍ଲେମ୍ ହେଉଛି ବା ଇଂଲିଶ ବୁଝିପାରୁନଛ ମାନେ, ଆପ୍ଲିକେସନ୍ ଏସେ ରିପୋର୍ଟ ରାଇଟିଂ ଲେଖିପାରୁନ, ଇଂଲିଶରେ ଦୁର୍ବଳତା ରହିଛି, ମୋ ଭିଡ଼ିଓ ଦେଖୁଛ ମାନେ ଆଉ ରେଗୁଲାରଲି ଦେଖ, ଏସବୁ ସମସ୍ୟା ଦୂର ହୋଇଯିବ। ଅନେକ ପିଲାର ଦୂର ହୋଇଛି, ଏହା ତୁମେ ଦେଖିବ କମେଣ୍ଟ ବକ୍ସରେ ଲେଖା ହୋଇଛି ଛୁଆମାନେ। ଅନେକ ପିଲା ଲେଖିଛନ୍ତି ଆମେ ଆପଣଙ୍କ ଟ୍ରାନ୍ସଲେସନ୍ ଦେଖି ଅନେକ ଶିଖିଲୁ, ମାନେ ଇଂଲିଶରେ ଅନେକ ଇମ୍ପ୍ରୁଭମେଣ୍ଟ ଆସିଛି ହେଲା ଛୁଆମାନେ। ଚାଲ ତାହେଲେ ଆଜିର ଟ୍ରାନ୍ସଲେସନ୍ ଛୁଆମାନେ ଆରମ୍ଭ କରିବା। ସୂତ୍ର କ'ଣ ହେଲା ତୁମର? ଇଏ ପ୍ରଥମ କର୍ତ୍ତା, ତାପରେ ସାହାଯ୍ୟକାରୀ କ୍ରିୟା, ତାପରେ ପ୍ରକ୍ରିୟା ଆଉ କର୍ମ। ବାକ୍ୟ ଗୁଡ଼ାକ ପଢ଼ିଦେବା। ମ୍ୟାଗି କ୍ୟାସିୟରଙ୍କୁ ଲେଖକ ବିଷୟରେ ପଚାରିଲେ। ରାଇଟ୍ ଛୁଆମାନେ। ଚାଲ, ସେ ଲେଖକଙ୍କ ଜାତୀୟତା ବିଷୟରେ ଜାଣିବାକୁ ଚାହିଁଥିଲେ, ତେଣୁ ସେ ଲେଖକଙ୍କୁ ବାରମ୍ବାର ଚାହୁଁଥିଲା। ଲେଖକ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। ଲେଖକ ଏହା ବିଷୟରେ ୱେଟରଙ୍କୁ ପଚାରିଲେ। ବାସ୍, ଏହାକୁ ଆମେ ଅନୁବାଦ କରିବା। ରାଇଟ୍ ଛୁଆମାନେ। ମୁଁ ତୁମକୁ କହିଥିଲି ଛୁଆମାନେ, ମୁଁ ତୁମକୁ କହିଥିଲି ଯେବେ ବି ତୁମେ ମାନେ ପ୍ରୋଜ୍ ହେଲା ଆଉ ପୋଏଟ୍ରି କଥା ତୁମକୁ ଗଦ୍ୟ ପଦ୍ୟ ବୁଝିପାରୁଛ ମାନେ, ବ୍ରେକିଂ ନ୍ୟୁଜ୍ କହିଦିଏ, କ୍ୱେଶ୍ଚନ୍ ଆନ୍ସର୍ କରିବା ବି ବହୁତ ସହଜ ଅଟେ। ଯେଉଁ ପିଲାମାନେ ମୋ ଭିଡ଼ିଓ ନିୟମିତ ଦେଖ ହେଲା, 9ର ମୁଁ ଦେଇଛି, 10ର ଦେଇଛି, ସେଠାରେ ମୁଁ କେମିତି କ୍ୱେଶ୍ଚନ୍ ଆନ୍ସର୍ ପିଲାଙ୍କୁ କରିଦିଏ। ଯେତିକି ଛୁଆମାନେ ପ୍ରୋଜ୍ ଥାଏ ଭଲ ଭାବରେ ଶୁଣ, କାହିଁକି ଏହା କେବଳ ମୋ ପାଖରେ। ପ୍ରୋଜ୍ ଗୁଡ଼ାକ ସବୁ ଟେନ୍ସ V2ରେ ଯାଏ, ଆଉ ପୋଏଟ୍ରି ଗୁଡ଼ାକ V1ରେ ଯାଏ ହେଲା ନା। V1 ନହେଲେ V3 ପ୍ରେଜେଣ୍ଟର ହେଲା, ହାଫ୍ V3ରେ ଯିବ ହେଲା। ଏହା ତୁମେ ମନେ ରଖିବ ଛୁଆମାନେ। ତାହେଲେ ଏବେ ବି ଦେଖ, ଏଗା ସବୁ ବାକ୍ୟ ତୁମର V2ରେ ଅଛି, କାହିଁକି ସେଟା ପାଷ୍ଟ ଇନସିଡେଣ୍ଟ ଉପରେ ଆଧାରିତ ହୋଇଥାଏ। ତେଣୁ ବାକ୍ୟ କୌଣସି କ୍ୱେଶ୍ଚନ୍ ଆନ୍ସର୍ କରିବାରେ କେବେ ବି ଲାଇଫ୍ରେ ଅସୁବିଧା ହେବ ନାହିଁ, କାହିଁକି ମୁଁ ତୁମକୁ କହିଥିଲି ଛୁଆମାନେ ପ୍ରୋଜ୍ ମାନେ V2, ଆଉ ଏହା କେବଳ ମୋ ପାଖରେ ମୁଁ ଛୁଆମାନେ V2। ଦେଖ ଛୁଆମାନେ, ଏଗାର ସବୁ V2 ପଚାରିଲେ, ଚାହିଁଲେ, ଚାହୁଁଥିଲା, ଏଗା ସବୁ V2ରେ ଯାଇଛି, ମୁଁ ବୁଝେଇଦେବି ହେଲା ଛୁଆମାନେ। ଚାଲ ବାକ୍ୟ ପଢ଼ିବା ଆଉ ଭଲ ଭାବରେ ଛୁଆମାନେ ବୁଝିବା। ରାଇଟ୍। ବାକ୍ୟ ଯେତେ ବି ବଡ଼ ହେଉଛ ମାନେ ଶେଷ ବାକ୍ୟ ଚାଲି ଆସ, ସେଠାରେ କ୍ରିୟା ଥାଏ। ଆଉ ଏଠାରେ ଆମେ ଟେନ୍ସ ସାଇଡ଼୍ କରିଦେବା। ଟେନ୍ସ ବି ବହୁତ ସର୍ଟକଟ୍ ଫର୍ମ ମୋ ପାଖରେ ରହିଛି। ଯେମିତି କହିଲି, ଆଜି ଆମେ ଖାଲି ସବୁ V2ରେ ହିଁ ହେବ, V2 ରାଇଟ୍। ଚାଲ, ମାନେ V2 ମାନେ କ'ଣ? ପାଷ୍ଟ ହେଲା। ବାକ୍ୟଟିଏ ପଢ଼ିବା ଆଉ ଏହାର ଅନୁବାଦ କରିବା ହେଲା। ମ୍ୟାଗି କ୍ୟାସିୟରଙ୍କୁ ଲେଖକଙ୍କ ବିଷୟରେ ପଚାରିଲେ। ଇଏ ହେଲା ଛୁଆମାନେ ତୁମର କ୍ରିୟା ହେଲା ନା। ଇଏ ହେଲା ତୁମର ପ୍ରଧାନ କ୍ରିୟା।
ଇଏ ପଚାରିଲେ ତୁମର ହେଲା ଏହା କ'ଣ ଛୁଆ ମାନେ କ୍ରିୟା ଅଟେ। ଏବେ ଏଠୁ କ'ଣ ଜାଣିଲା ପଡ଼ୁଛ ମାନେ ପାର୍ଟରେ କାମ ଶେଷ ମାନେ ଇଏ ହେବ B2। ଏତିକି ତ ବୁଝିପାରୁଛ ମାନେ କାହିଁକି ପଚାରିବା କାମ ଶେଷ ହୋଇଛି। ଲାଇଛ ମାନେ ପଚାରିବା କାମ ଶେଷ ପାର୍ଟରେ କାମ ଶେଷ ହେଲା ମୁଁ କ'ଣ ଅଛ ମାନେ B2 ହେଲା ବା ମୁଁ ଡୁ ବି କହିବି ମାନେ ସାହାଯ୍ୟକାରୀ କ୍ରିୟା ନେବା ହେଲା ଡୁ ଇଏର ନେବା ତାହେଲେ ଇଏ ହେଲା ତୁମର B2 ହେଲା ନା ବସ୍ ଏତିକି କହିବା। B2 ଯେତେବେଳେ ପିଲାମାନେ ମୁଁ କହେ ଏହା ଜାଣିବା ଦରକାର ଏହା ଯଦି ସାହାଯ୍ୟକାରୀ କ୍ରିୟା ୟୁଜ୍ କରୁଛି ଆମେ ଡୁରୁ ଆସିବ ହେଲା ନା ବା ସାହାଯ୍ୟକାରୀ କ୍ରିୟା ଯଦି ଅଛି ହେଲେ କଣ୍ଟିନ୍ୟୁ ହୋଇଛି ହେଲେ ବିରୁ ଆସିବ ହେଲା ଟେନ୍ସ ତ B2 ହିଁ ହେବ। ଚଲ ବନେଇବା ପଚାରିଲା ହେଲା ତୁମ କ୍ରିୟା ୟାକୁ ପଚାରି ଦିଅ କିଏ ପଚାରିଲେ ଆସିଯିବ ତୁମର କର୍ତ୍ତା। ବାକ୍ୟଟିକୁ ଭଲ ଭାବରେ ପଢ଼ିବା ପରେ ବାକ୍ୟଟିକୁ ପଚାର କିଏ ପଚାରିଲା ହୁଏ। ମ୍ୟାଗି କେସିଆରଙ୍କୁ ଲେଖକ ବିଷୟରେ ପଚାରିଲେ କିଏ ପଚାରିଲେ ଯଦି ଏହା ପ୍ରଶ୍ନ କରାଯାଏ ଉତ୍ତର ଆସିବ ଛୁଆ ମାନେ ମ୍ୟାଗି। ତାହେଲେ ମ୍ୟାଗି ହେଲା ତୁମର କ'ଣ ଛୁଆ ମାନେ କର୍ତ୍ତା। ରାଇଛ ମାନେ କିଛି ଅବସ୍ଥା ନାହିଁ ଆରାମସେ ଦେଖ ଛୁଆ ମାନେ ଟେନସନ୍ ନାହିଁ ଭିଡ଼ିଓ ସ୍କିପ୍ କରିବ ନାହିଁ ନହେଲେ ଅଳ୍ପ ବିଦ୍ୟା ଭୟଙ୍କର ହେଇଯିବ ଛୁଆ ମାନେ ଭଲ ଶିଖିପାରିବ ନାହିଁ। ମ୍ୟାଗି ଯିଏକି ତୁମର କର୍ତ୍ତା ହେବ ଛୁଆ ମାନେ ଇଏ ମ୍ୟାଗି ହେଲା କର୍ତ୍ତା। ରାଇଛ ମାନେ ଚଲ ୟା ପରେ ଚଢ଼ିଗଲା ୟାକୁ ମୁଁ ଲିଭେଇ ଦିଏ ଛୁଆ ମାନେ ୟାକୁ ମୁଁ ଏଠାରେ କର୍ତ୍ତା ଏଠି ଲେଖିଦିଏ ଆସିଲା ନାହିଁ ବେଳକୁ ଏଠି ଲେଖିଦିଏ ଇଏ ହେଲା ଏସ୍ କର୍ତ୍ତା। ମ୍ୟାଗି କେସିଆରଙ୍କୁ ଲେଖକ ବିଷୟରେ ପଚାରିଲେ ଇଏ ହେଲା ତୁମର ପ୍ରଧାନ କ୍ରିୟା B2 ଜାଣିଛ ମାନେ କର୍ତ୍ତା ହେଲା ମ୍ୟାଗି ତାହେଲେ ଛୁଆ ମାନେ ମ୍ୟାଗିରେ ମୁଁ ଆରମ୍ଭ କରିବି ହେଲା ଛୁଆ ମାନେ ଚଲ ଆଉ ବାକି ଯେ କେସିଆରଙ୍କୁ ପଚାରିଲେ ବାକି ଆପେ ଠିକ୍ ଠାକ୍ ହୋଇଯିବ ଛୁଆ ମାନେ ହେଲା ବାକ୍ୟଟି ବନେଇଦେବା ହେଲା ଚଲ ଇଏ ଛୁଆ ମାନେ ଦେଖ ସେଣ୍ଟେନ୍ସ ହୋଇଗଲା। ମୁଁ ଯେମିତି କହିଥିଲି ପ୍ରଥମେ କ'ଣ ଦରକାର ହେବ କର୍ତ୍ତା ଯିଏକି ତୁମେ ମ୍ୟାଗି ଲେଖିଥିଲ ରାଇଛ ମାନେ ଇଏ ହେଲା ତୁମର କର୍ତ୍ତା। ଏବେ ମୋର ପ୍ରଶ୍ନ ଅନୁସାରେ ଏହା ପରେ ଆମେ କ'ଣ ଲେଖିବା ଦେଖ ଛୁଆ ମାନେ ଏହା ପରେ ସାହାଯ୍ୟକାରୀ କ୍ରିୟା ଦରକାର ରାଇଟ୍ ସାହାଯ୍ୟକାରୀ କ୍ରିୟା ଏଠାରେ ଲେଖିଲେ ଡିଡ୍ ଲେଖିଥାନ୍ତ ନ ଲେଖିଲେ ବି ଏଠାରେ ଚାଲିବ। ମୁଁ କହିଥିଲି ନଟ୍ ଥାନ୍ତା ହେଲେ ବାକ୍ୟରେ ବା କ୍ୱେଶ୍ଚନ୍ ମାର୍କ ଥାନ୍ତା ଲାଷ୍ଟରେ ତାହେଲେ ତୁମେ ଲେଖିଲେ ବି ହେବ ନ ଲେଖିଲେ ବି ଚାଲିବ। ତ ମୁଁ ସାହାଯ୍ୟକାରୀ କ୍ରିୟା ଏଠାରେ ଛୁଆ ମାନେ ଲେଖିଲି ନାହିଁ ରାଇଟ୍ ଲେଖିଲେ ମୁଁ ଡିଡ୍ ଲେଖିଥାନ୍ତି କାହିଁକି ମୋର B2ରେ ଦରକାର ରାଇଟ୍ ଛୁଆ ମାନେ ଚଲ ସାହାଯ୍ୟକାରୀ କ୍ରିୟା ଯଦି ଲେଖିନି ଏହା ପରେ କ'ଣ ଦରକାର ପ୍ରଧାନ କ୍ରିୟା ତୁମମାନେ କହିବ ପ୍ରଧାନ କ୍ରିୟା କେଉଁଠି ମିଳିବ। ଇଏ ଛୁଆ ମାନେ ଓଡ଼ିଆ ବାକ୍ୟର ଶେଷ ଭାଗରେ ଇଏ ପଚାରିବାର ମୂଳ ୱାର୍ଡ଼ କ'ଣ ହେଲା ଛୁଆ ପଚାରିବା ସର୍ବଦା ମୂଳ ୱାର୍ଡ଼କୁ ହିଁ ଯିବ ଏଠାରେ ହିଁ ପିଲାମାନେ ଭୁଲ କରନ୍ତି। ପଚାରିବା କ'ଣ ହେଲା ଆକ୍ସ ରାଇଟ୍ ଆଚ୍ଛା ଇଏ ତାହେଲେ B2 ହେବ ଏହାର B2 ମାନେ ଆକ୍ସର ଭର୍ବ କ'ଣ ହୁଏ ଇଏ ହେଲା ଆକ୍ସ ଦେଖି ଆସ୍କ ଏଇଠି ଆସିବ ଆଉ ଦେଖି ଆସ୍କ ହେବ ଇଏ ହେଲା B3 ଆସିଗଲା ଇଏ ତାହେଲେ ଇଏ ଆମର ଦରକାର ହେବ ইয়ার তো ଏହା ହେଲା ଛୁଆ ମାନେ ଇଏ ଆସ୍କ ହେବ ଯିଏକି ତୁମର ପ୍ରଧାନ କ୍ରିୟା ହେବ ରାଇଟ୍ ଛୁଆ ମାନେ କାହିଁକି କର୍ତ୍ତା ତୁମର ମ୍ୟାଗି ଆସି ସାରିଛି ରାଇଟ୍ ଛୁଆ ମାନେ ଭଲ ଭାବରେ ବୁଝ ମୁଁ ଯେମିତି କହୁଛି ଯେମିତି ହିଁ ଛୁଆ ମାନେ ପ୍ରଧାନ କ୍ରିୟା ଲେଖିବ ଇଏ କିଏ ହେଲା ପଚାରିଲେ ଏହାକୁ କ'ଣ କହିକି ପଚାରିଲେ କ'ଣ ପଚାରିଲେ ବା କାହାକୁ ପଚାରିଲେ ହେଲା କର୍ମ ଆସିବ ଏଠି ହେଲା ପଚାରିଲେ ମାନେ କ'ଣ ପଚାରିଲେ କାହାକୁ ପଚାରିଲେ। ଏବେ ଜଣେ ଲୋକକୁ ପଚାରିଲେ ଦିକେ ଝିଅ ଇଏ ହେଲା ତୁମର କର୍ମ ଡାଇରେକ୍ଟ କର୍ମ ଅବଜେକ୍ଟ ହେଲା ଇଏ ହେଲା ନା ପ୍ରଧାନ କ୍ରିୟା ତୁମର ଆକ୍ଟ ଜାଣିଛ ମାନେ ଏବେ ହେଲା ତୁମର କର୍ତ୍ତା ତୁମର ମ୍ୟାଗି ଲେଖି ଜାଣିଛ ହେଲା ସାହାଯ୍ୟକାରୀ କ୍ରିୟା ନ ଲେଖିଲେ ବି
ଏଠାରେ ଚାଲିବ। ମେକି ଆକ୍ଟ ଦି କ୍ୟାସିୟର ଏବାଉଟ୍ ଦି ରାଇଟର। ବାକି କ'ଣ ହେଲା ଲେଖକ ବିଷୟରେ, ବାକି ହେଲା ଲେଖକ ବିଷୟରେ। ଏହାକୁ ଛୁଆମାନେ ଓଲଟେଇକି ଲେଖି ଦିଅ। ବିଷୟରେ ମାନେ ହେଲା ଛୁଆମାନେ ଆବାଉଟ୍, ଆଉ ଲେଖକ ହେଲା ଦି ରାଇଟର। ପୁରା ବାକ୍ୟ ହୋଇଗଲା ଛୁଆମାନେ। ଟେନ୍ସ ଜାଣ ବା ନ ଜାଣ ବାକ୍ୟ ତ କମ୍ପ୍ଲିଟ୍ ଆଉ ଗ୍ରାମାଟିକାଲି ଆଉ ମିନିଂଫୁଲି କରେକ୍ଟ ହିଁ ଆସିବ। ହେଲା ଛୁଆମାନେ ଇଏ ପୁରା ବାକ୍ୟ ତିଆରି ହୋଇଗଲା। ଯେଉଁ ପିଲାମାନେ 9th କ୍ଲାସ୍ର ଅଛ ସେମାନଙ୍କ ପାଇଁ ତ ବହୁତ ସହଜ ହୋଇଗଲା, କାହିଁକି ଇଏ ତ ଗୋଟିଏ କ୍ୱେଶ୍ଚନ୍ ଆନ୍ସର୍ ହେବ। ଏମିତି ତୁମେ କ୍ୱେଶ୍ଚନ୍ ଆନ୍ସର୍ ବି ପିଲାମାନେ କରିପାରିବ। ସେ ଲେଖକଙ୍କ ଜାତୀୟତା ବିଷୟରେ ଜାଣିବାକୁ ଚାହିଁଲେ। ଇଏ ବାକ୍ୟ ଦେଖିକି ପିଲାମାନେ ଡରିଯିବେ। ଯେତେ ବଡ଼ ବାକ୍ୟ ବି ହେଉ ବାକ୍ୟର ଶେଷ ଭାଗକୁ ପିଲାମାନେ ଆସିଯାଉ। ତୁମେ ଦେଖ ସାର୍ ବାକ୍ୟର ଶେଷ ଭାଗକୁ ଆସିଲେ ଆମେ ଏଠି ଦେଖିଲେ ଚାହିଁଲେ, ଇଏ ହେଲେ କ୍ରିୟା, ଚାହିଁଲା ହେଲା ତୁମର କ୍ରିୟା। ପୁଣି ଦେଖୁଛ ମାନେ ଇଏ ଚାହିଁଲେ ମାନେ ଚାହିଁବା କାମ ଶେଷ। କ'ଣ ହେଲା ଛୁଆମାନେ ଚାହିଁବା କାମ ଶେଷ। କାମ ଶେଷ ହେଲେ ପାଷ୍ଟରେ ମୁଁ କ'ଣ କହିବି ପୁଣି କହିବି ଛୁଆମାନେ V2। ମୁଁ ଏମିତି ହିଁ କହିଥିଲି ପ୍ରଜ ମାନେ V2 ରାଇଟ୍ ଛୁଆମାନେ। ଚାଲ ତାହେଲେ ପୁଣି ଇଏ ବାକ୍ୟ ଆସିଗଲା V2ରେ ରାଇଟ୍ ଛୁଆମାନେ। ଚାଲ ପଚାରିଲେ ପଚାର କିଏ ଜାଣିବାକୁ ଚାହିଁଲେ ବା କିଏ ଜାଣିବାକୁ ଚାହିଁଲେ ଏତିକିଟା ଆମେ କ୍ରିୟା ଧରିପାରିବା ବା ଚାହିଁଲେ ଡେଫିନେଟଲି ସେ ହେଲା ତୁମର କର୍ତ୍ତା ରାଇଟ୍ ଛୁଆମାନେ। ଖାତା କଲମ ଧରି ବସି ପଡ଼ ଆଉ ଲେଖିବାକୁ ଛୁଆମାନେ। ତାହେଲେ ସେ ତୁମର ହେଲା କର୍ତ୍ତା, ଯାହାଦ୍ୱାରା ମୁଁ ଏବେ ସେଣ୍ଟେନ୍ସ ଷ୍ଟାର୍ଟ କରିବି ରାଇଟ୍ ଛୁଆମାନେ। ଚାଲ ଆଉ ବାକି ଏଗା ଅବଜେକ୍ଟ ଇଏ କମ୍ପ୍ଲିମେଣ୍ଟ ସେଗା ଛୁଆମାନେ ନ ଜାଣିଲେ ବି ହେବ, କାହିଁକି ବାକ୍ୟ ଆପେ ସେଟିଂ ହୋଇଯିବ ହେଲା ଛୁଆମାନେ। ଚାଲ ତାହେଲେ ପ୍ରଥମ ଦରକାର କର୍ତ୍ତା ଯେ କି ସେ। ଏବେ ସେ ମାନେ ମାଗି ଜଣେ ଝିଅଟା ଅଟେ, ମୁଁ ସି ଲେଖିବି ରାଇଟ୍ ଛୁଆମାନେ। ବାକ୍ୟଟିଏ ବନେଇ ଦିଏ, ତାପରେ ମୁଁ ତୁମକୁ କହିଦେବି କେଉଁ ୱାର୍ଡ଼ଟା କାହିଁକି କିପରି ଆସିଲା ହେଲା। ଚାଲ ଛୁଆମାନେ ବାକ୍ୟ ବନେଇବା। ଦେଖ ଛୁଆମାନେ ଇଏ ସେ ବାକ୍ୟ ଆସିଗଲା। ବାକ୍ୟଟି କେମିତି ବନେଇଲେ ଦେଖ ଛୁଆମାନେ। ଯେମିତି ମୁଁ ତୁମକୁ କହିଥିଲି ପିଲାମାନେ ପ୍ରଥମ ଦରକାର ହେବ କର୍ତ୍ତା ଯେ କି ତୁମର ସି। ଏତିକି ତ ପିଲାମାନେ ସମସ୍ତେ କରିପାରିବ ନାଇଁ ଛୁଆମାନେ। କର୍ତ୍ତା ତୁମେ ଆରାମସେ ଲେଖିପାରିବ। ଏବେ ମନରେ ପ୍ରଶ୍ନ ଆସିବ ଏହାପରେ ଆମେ କ'ଣ ଲେଖିବା? ପିଲାମାନେ ଏ କର୍ତ୍ତା ହେଲା ନା, ତାପରେ ସାହାଯ୍ୟକାରୀ କ୍ରିୟାର ଆବଶ୍ୟକତା ହେବ। V2ରେ ଅଛି ପିଲାମାନେ କହିଲେ ସାହାଯ୍ୟକାରୀ କ୍ରିୟା ଲେଖିଲେ ଡିଡ୍ ହେବ ହେଲା, ନ ଲେଖିଲେ ବି ଚାଲିବ। କାହିଁକି ନୋଟ୍ ବାଲା ବାକ୍ୟ ବା କ୍ୱେଶ୍ଚନ୍ ମାର୍କ ଥାନ୍ତା ହେଲେ ମୁଁ ହୁଏ ତୁମେ ଲେଖିବ, ଆଉ ନହେଲେ ନ ଲେଖିଲେ ବି ଚାଲିବ। ତେଣୁ ମୁଁ ସାହାଯ୍ୟକାରୀ କ୍ରିୟା ଏଠାରେ ଲେଖୁନାହିଁ, କାହିଁକି କେବଳ V2ରେ ତୁମର ସାହାଯ୍ୟକାରୀ କ୍ରିୟା ନ ଲେଖିଲେ ବି ଚାଲିବ। ଇଏ କର୍ତ୍ତା ହେଲା ନା, ସାହାଯ୍ୟକାରୀ କ୍ରିୟା ମୁଁ ଏଠି ଲେଖିଲି ନାହିଁ। ମାନେ ସିମ୍ପୁଲ୍ ସାହାଯ୍ୟକାରୀ କ୍ରିୟା ନ ଲେଖିଲେ ବି ଚାଲିବ। ଯଦି WH ୱାର୍ଡ଼ ଅଛି ବା ନଟ୍ ଥିବ ତାହେଲେ ଲେଖିବ। ଏବେ କ'ଣ ଦରକାର ଛୁଆମାନେ? ଏବେ ଦରକାର ହେଲା ପ୍ରଧାନ କ୍ରିୟା। ତୁମେ କହିବ ସାର୍ ଇଏ ପ୍ରଧାନ କ୍ରିୟା ଆମକୁ କେଉଁଠି ମିଳିବ? ଛୁଆମାନେ ବାକ୍ୟର ଶେଷ ପାଖକୁ ଆସ। ଚାହିଁଲେ ମାନେ ଏମିତି ଲୁକ୍ ନୁହେଁ। ଚାହିଁଲେ ମାନେ ମୂଳ ଶବ୍ଦ ହେଲା ଚାହିଁବା, ମାନେ ଆଗ୍ରହ ପ୍ରକାଶ କରିବା ହେଲା ଛୁଆମାନେ। ଚାହିଁବା ଏଠି ୱାଣ୍ଟ ହେବ ରାଇଟ୍, ୱାଣ୍ଟ ଆଉ ଏହାର V2 ହେବ ହେଲା ନା। ତାହେଲେ ୱାଣ୍ଟ କ'ଣ ହେବ? ୱାଣ୍ଟେଡ୍ ରାଇଟ୍। ୱାଣ୍ଟର V2 କ'ଣ ହେବ? ୱାଣ୍ଟ ମାନେ ପାର୍ଟ କ'ଣ ହେବ ଛୁଆମାନେ? ୱାଣ୍ଟ ଦେନ୍ ୟୁ ହାଭ୍ ଟୁ ରାଇଟ୍ ୱାଣ୍ଟେଡ୍ ହେଲା, ଆଉ ଦେଖି ୱାଣ୍ଟେଡ୍। ତାହେଲେ ଏଇଆ ହିଁ ଦରକାର। ତାହେଲେ ଦେଖ ଛୁଆ ନା ପ୍ରଧାନ କ୍ରିୟା ହେଲା ତୁମର ୱାଣ୍ଟେଡ୍ ଲେଖିଦେଲି ଛୁଆମାନେ ହେଲା। ଚାଲ ଏବେ କ'ଣ ହେବ? ଏବେ ତୁମମାନେ କହିବ ସାର୍ ପ୍ରଧାନ କ୍ରିୟା ଯେମିତି ହିଁ ଲେଖିବ ଏବେ ଭଲ ଭାବରେ ଛୁଆମାନେ ବୁଝ। କର୍ତ୍ତା ଯେ କି ତୁମର ଇଏ ଆସିଗଲା। ସାହାଯ୍ୟକାରୀ କ୍ରିୟାଟି ନ ଲେଖିଲେ ବି ଚାଲିବ। ପ୍ରଧାନ କ୍ରିୟା କିଏ ଛୁଆମାନେ? ୱାଣ୍ଟ। ଆଉ ଏହା କେମିତି କ'ଣ ହେବ? V2 ହେବ ହେଲା ନା। କାହିଁକି ଯଦି ବାକ୍ୟରେ ପ୍ରଧାନ କ୍ରିୟାରେ ଷ୍ଟାର୍ଟ ହେଉଛି ମାନେ କର୍ତ୍ତା ପରେ ପ୍ରଧାନ କ୍ରିୟା ଆସିଯାଉଛି, ତାହେଲେ ସେ ହିଁ ଟେନ୍ସ କରିବ ମାନେ ଇଏ V2 ହେଲା ରାଇଟ୍ ଛୁଆମାନେ। ଏବେ ଯେମିତି ହିଁ ପ୍ରଧାନ କ୍ରିୟା ଲେଖିବ ଛୁଆମାନେ ତାକୁ ପଚାର କ'ଣ? ଚାହିଁଲେ ମାନେ କ'ଣ?
ଜାଣିବାକୁ ଚାହିଁଲେ ହେଲା ନା ଟୁ नो से ଜାଣିବାକୁ ଚାହିଁଲେ ହେଲା ନା ଚାହିଁଲେ ମାନେ କ'ଣ ଚାହିଁଲେ ଜାଣିବାକୁ ଚାହିଁଲେ ତାହେଲେ ଜାଣିବାକୁ ତାହେଲେ ମୁଁ କହିଲି ଇଏ ଦେଖ ଟୁ ଏଇଠି ଲେଖିଲି ତାପରେ ନ ଓଲଟେଇକି ଲେଖାଯାଏ ଗୁଡ଼ାକ ଏମିତି ରାଇଛ ମାନେ ତାହେଲେ ଟୁ ହି ୱାଣ୍ଟେଡ୍ ଟୁ नो ୱାଣ୍ଟେଡ୍ ଟୁ नो ବୁଝିଗଲା ମାନେ ଚଲ ଏତିକି ତ ଜାଣିବାକୁ ପାଇଲା ମାନେ ୱାଣ୍ଟେଡ୍ ଟୁ नो ଏବେ ନ ଗୋଟେ କ୍ରିୟା ହେଲା ଇଏ ଡିସାଇଡ୍ କରିବ ଆଗରେ କ'ଣ ହେବ ଜାଣିବାକୁ ଚାହିଁଲେ କ'ଣ ଜାଣିବାକୁ ଚାହିଁଲେ ଲେଖକଙ୍କ ଏଠି ଦେଖ ଲେଖକଙ୍କ ଜାତୀୟତା ବିଷୟରେ ଇଏ ୟାକୁ ଛୁଆମାନେ ପୁଣି ଓଲଟେଇକି ଲେଖି ଦେବା ମାନେ ରିଭର୍ସ ଗିୟରରେ ଲେଖିବା ହେଲେ ଛୁଆମାନେ ଚଲ ତାହେଲେ ବିଷୟରେ ହେଲା ନା ବିଷୟରେ ଇଂଲିଶ ତୁମେ ଜାଣିଛ ଆବାଉଟ୍ ହେଲେ ଛୁଆମାନେ ଏତିକି ତ ସମସ୍ତେ ପାରିବ ଲେଖକଙ୍କ ଜାତୀୟତା ତାହେଲେ ଇଏ ଗୋଟେ ନାଉନ୍ ଫ୍ରେଜ୍ ହେଲା ଆବାଉଟ୍ ଇଆଡ଼ୁ ଆଡ଼ୁ ଲେଖିବା ଦି ନ୍ୟାସନାଲିଟି ଅଫ୍ ଦି ରାଇଟର ଦେଖ ଦି ନ୍ୟାସନାଲିଟି ଅଫ୍ ଦି ରାଇଟର ହେଲାନି ମାନେ ପ୍ରତ୍ୟେକ ଶବ୍ଦ କେମିତି ହେଲା ମୁଁ ଗୋଟେ ଗୋଟେ ବୁଝେଇଥିଲି ପୁଣି ଥରେ ତୁମମାନଙ୍କୁ ଆଉ ଥରେ କହିଦିଏଛ ମାନେ ପ୍ରଥମ କ'ଣ ଦରକାର ହେବ ମାନେ କର୍ତ୍ତାର ଆବଶ୍ୟକତା ଅଛି ଏହା ମୁଁ ଲେଖିଥିଲି ସାହାଯ୍ୟକାରୀ କ୍ରିୟାଠାରେ ନ ଲେଖିଲେ ବି ଚାଲିବ ଏବେ କ'ଣ ଦରକାର ପ୍ରଧାନ କ୍ରିୟା ଯିଏକି ଓଡ଼ିଆ ବାକ୍ୟରେ ଲାଷ୍ଟରେ ଥାଏ ହେଲା ଯିଏକି ୱାଣ୍ଟ ହେଲା ଏବେ ପ୍ରଧାନ କ୍ରିୟା ଯେହେତୁ ସାହାଯ୍ୟକାରୀ କ୍ରିୟା ଲେଖିନ ପ୍ରଧାନ କ୍ରିୟା କ'ଣ ବିଟୁ ହେବ ସାହାଯ୍ୟକାରୀ କ୍ରିୟା ଉପରେ ଡିପେଣ୍ଡ କରିଥାନ୍ତା ହେଲା ନା ତାହେଲେ ଇଏ ଟେନ୍ସ ପ୍ରକୃତ ବିଟୁ ତାହେଲେ ୱାଣ୍ଟରେ ମୁଁ କ'ଣ କଲି ମାନେ ୱାଣ୍ଟେଡ୍ ଲେଖିଥିଲି ଇଏ ୱାଣ୍ଟେଡ୍ ଲେଖିଥିଲି ହେଲା ଇଏ ହେଲା ପ୍ରଧାନ କ୍ରିୟା ଯିଏକି ମୁଁ ୱାଣ୍ଟେଡ୍ ଲେଖିଥିଲି ରାଇଟ୍ ମାନେ ଚଲ ଇଏ ଯିଏକି ତୁମର କର୍ତ୍ତା ଯେମିତି ହିଁ ମୁଁ ୱାଣ୍ଟ ଲେଖିଲି ମାନେ ୱାଣ୍ଟେଡ୍ ୟାକୁ କ'ଣ ଜାଣିବାକୁ ଚାହିଁଲେ ଚାହିଁଲେ କ'ଣ ଚାହିଁଲେ ଜାଣିବାକୁ ୱାଣ୍ଟେଡ୍ ଟୁ नो ଦେଖ ଏଠି ଲେଖିଲି ଏବେ ଯେମିତି ହିଁ ଜାଣିବାକୁ ଚାହିଁଲେ ଜାଣିବାକୁ କ'ଣ ଜାଣିଲେ ଜାଣିବାକୁ ଚାହିଁଲେ ଏବାଉଟ୍ ଦି ନ୍ୟାସନାଲିଟି ଅଫ୍ ଦି ରାଇଟର ଏଟାକୁ ଏପଟୁ ଏପଟେ ଲେଖିଲି ହେଲା ଏବାଉଟ୍ ମାନେ ମୁଁ ଲେଖିଛ ମାନେ ବିଷୟରେ ମାନେ ଏବାଉଟ୍ ତାପରେ ଜାତୀୟତା ବିଷୟରେ ଦି ନ୍ୟାସନାଲିଟି ଅଫ୍ ଦି ରାଇଟର ହେଲା ମାନେ ପୁରା ବାକ୍ୟ ଗୋଟେ ଗୋଟେ ବୁଝେଇ ଦେଲି ଛୁଆମାନେ ହେଲା ନେକ୍ସଟ ବାକ୍ୟ ପଢ଼ିବା ଆଉ ଏମିତି ଭଲ ଭାବରେ ବୁଝିବାକୁ ଚେଷ୍ଟା କରିବା ଯେଉଁ ପିଲାମାନେ ଫାର୍ଷ୍ଟ ଟାଇମ୍ ଦେଖୁଛ ଛୁଆମାନେ ନିୟମିତ ଦେଖ ଆଉ ଭଲ ଭିଡ଼ିଓ ସ୍କିପ୍ କରିବନି ନହେଲେ ଛୁଆମାନେ ଯେଉଁଠି ବି ପଢ଼ିବ ତୁମେ କ'ଣ କରିବ ଲମ୍ବା ହିଁ ଶିଖିବ ଇଫ୍ ଓନ୍ଲି ଇନ୍ ମାଇ custody in my sight you will be entertained with the short form tense that will help you easily precisely doing sentences okay children so coming back next ତେଣୁ ସେ ଲେଖକଙ୍କୁ ବାରମ୍ବାର ଚାହୁଁଥିଲେ ଏହା ହେଲା ଛୁଆମାନେ ଦ୍ୱିତୀୟ ବାକ୍ୟ ଚାହୁଁଥିଲେ ହେଲା ତୁମର କ୍ରିୟା ଏହା ତ ତୁମମାନେ ସମସ୍ତେ ଜାଣିପାରୁଛ ଓଡ଼ିଆ ବାକ୍ୟର ଶେଷ ଭାଗରେ ତୁମର କ'ଣ ଥାଏ ଛୁଆମାନେ କ୍ରିୟା ଭଲ ଭାବରେ ବୁଝୁଛ ମାନେ ଚାହୁଁଥିଲେ ମାନେ କ'ଣ ଦେଖୁଛ ମାନେ ଚାହିଁବା କାମ କଣ୍ଟିନ୍ୟୁ କ'ଣ ହେଲା ଛୁଆମାନେ ଚାହିଁବା କାମ କଣ୍ଟିନ୍ୟୁ ଏତିକି ତ ବୁଝିପାରୁଛେ ତାକୁ ବାରମ୍ବାର ଚାହୁଁଥିଲେ ହେଲା ନା ତାହେଲେ ଇଏ ତ କ୍ରିୟା କ'ଣ ହେବ ଭିଟୁରେ ଯାଉଛି ହେଲା ନା କ୍ରିୟା ତୁମର କ'ଣ ହେଲା ମାନେ ଭିଟୁକୁ ଆସୁଛି ରାଇଟ୍ ମୁଁ ୟାକୁ ଆଉ ଥରେ ଲେଖିଦିଏ ପୁଣି ଆସିଲା ଇଏ ବିଟୁକୁ ହେଲେ କାମ କଣ୍ଟିନ୍ୟୁ ହେଉଛି ମାନେ ବି ଆଉ ବି ଭର୍ ପରେ ଭର୍ କ'ଣ ହେବ ସବୁ ମାନେ ସର୍ବଦା ING ଆସିବ ହେଲା ମାନେ ଚଲ ବାକ୍ୟଟିଏ ବନେଇବା ତେଣୁ ସେ ଲୋକଙ୍କୁ ବାରମ୍ବାର ଚାହୁଁଥିଲା ଇଏ ହେଲା ତୁମ ସେ ବାକ୍ୟ ଦେଖ ମାନେ କିଏ ଚାହୁଁଥିଲା ସେ ମାନେ ତୁମେ ଜାଣିଛ ଝିଅଟି ହେଲା ଯେ କିଛି ହେବ ଚାହିଁବା ଏଠି ଇଂଲିଶ ୱାଣ୍ଟ ନୁହେଁ ମାନେ ଚାହିଁବା ଇଂଲିଶ ହେଲା ଏଠି ଲୁକ୍ ହେଲା ମାନେ ଆଚ୍ଛା ତେଣୁ ଏଇ ଆଡ଼ଭର୍ଟଟା ଆଗରେ ଲେଖିଦେବି ତେଣୁ ବାକ୍ୟଟିଏ ବନେଇଦେବା ଛୁଆମାନେ ହେଲା ନା ଏଠାରେ ବି ଭର୍ର ଆବିର୍ଭାବ ଅଛି ବିର ବିଟୁ ଫର୍ମଟା କ'ଣ ହେବ ତୁମେ ଜାଣିଛ ୱାଟ୍ ବା ୱେୟାର ଲେଖିଯାଏ ତାପରେ ସେମାନେ ତାପରେ ଭଲ ଭାବରେ
ବୁଝେଇଦେବି। ଦେଖ ଛୁଆମାନେ ଇଏ ସେ ବାକ୍ୟ ମୁଁ ବନେଇଦେଲି। ରାଇଟ୍ ଛୁଆମାନେ, ଏବେ ଏ ବାକ୍ୟର କେମିତି ଗଠନ ହେଇଛି ଏହା ମଧ୍ୟ ଆମେମାନେ ଦେଖିବୁ। ପ୍ରଥମ ତେଣୁ ଲେଖା ଅଛି ମାନେ ଇଏ ଗୋଟେ ଆଡ଼ଭର୍ବ ଅଟେ। ଯଦି ଆଡ଼ଭର୍ବଟା ବାକ୍ୟର ପ୍ରଥମରେ ଅଛି ଲେଖିଦେବା, ତାହେଲେ ମୁଁ ଏଠି ସ ଲେଖିଦେଲି, କମା ନ ଲେଖିଲେ ବି ଚାଲିବ। ହେଲେ ଛୁଆମାନେ ଏବେ ଦେଖ ପୁରା ବାକ୍ୟ ଇଏ ହୋଇଗଲା। ତାର ସ ମୁଁ ପ୍ରଥମେ ଲେଖିଥିଲି କାହିଁକି ତେଣୁ ଏଠାରେ ଲେଖା ହୋଇଛି। ଏବେ ପିଲାମାନେ ମନରେ ପ୍ରଶ୍ନ ଆସିବ, ସା ଏହାପରେ ଆମେ କ'ଣ ଲେଖିବୁ? ପିଲାମାନେ କିଛି ଡରିବାର ନାହିଁ, ମୁଁ ତୁମକୁ ଯେମିତି କହିଥାଏ। ହେଲା ଛୁଆମାନେ, ମୁଁ ତୁମକୁ ଯେମିତି କହିଥାଏ ଏହାପରେ ତୁମର କର୍ତ୍ତାର ଆବଶ୍ୟକତା ପଡ଼ିବ। ଯେ କି ଇଏ କର୍ତ୍ତା କିଏ ଛୁଆମାନେ? ତୁମମାନେ କହିବ ସାର୍ ସେ। ତାହେଲେ ଦେଖ ଛୁଆମାନେ କର୍ତ୍ତା ସେ ଯେ କି ମୁଁ ସି ଲେଖିଦେଲି। ଏତିକି ତ ଛୁଆମାନେ କରିପାରିବ। ରାଇଟ୍। ଏବେ ମନରେ ପ୍ରଶ୍ନ ହିସାବରେ ଏହାପରେ ଆମେ କ'ଣ ଲେଖିବା? ଛୁଆମାନେ ଦେଖ ସାହାଯ୍ୟକାରୀ କ୍ରିୟା ଦରକାର ଅଛି। ମୁଁ କ'ଣ ଡିସାଇଡ଼୍ କରିଛି? ବିରୁ। ବିରୁ ପୁଣି ଭିଟୁରେ ଅଛି। ବିର ଭିଟୁ ଫର୍ମରେ କ'ଣ ହେବ ଜାଣିଛ? ୱାଜ୍ ବା ୱେୟାର୍। ୱାଜ୍ ବା ୱେୟାର୍। ମନରେ ପ୍ରଶ୍ନ ଆସିବ ସାର୍ ଏମାନେ ୱାଜ୍ ହେବ କି ୱେୟାର୍ ହେବ କାହା ଉପରେ ଡିପେଣ୍ଡ କର, ମାନେ ଜାଣିବା କେମିତି? ଛୁଆମାନେ ଏହା ଜାଣିବା ପାଇଁ କର୍ତ୍ତାର ବଚନ, କର୍ତ୍ତା କିଏ? ଏଠି ସେ ସି ଅଟେ। ଇଏ ଗୋଟେ କ'ଣ ହେଲା? ସିଙ୍ଗୁଲାର, ଥର୍ଡ଼ ପର୍ସନ୍ ସିଙ୍ଗୁଲାର ନମ୍ବର। ଇଏ ସିଙ୍ଗୁଲାର ହେଲା ଛୁଆମାନେ। ସିଙ୍ଗୁଲାର ହେଲେ ତୁମର ଏସ୍ ବୋଲା ଭର୍ବ ଆସିବ। ଆଉ ଏସ୍ କାହା ପାଖରେ ଅଛି? ଏହା ପାଖରେ ୱାଜ୍ ପାଖରେ ଅଛି। ତେଣୁ ଛୁଆମାନେ କ୍ରିୟା ହେବ ଏଠି ୱାଜ୍। ହେଲା ନା? ସରି କର୍ତ୍ତା ଏଠି ଥିଲା, ଏଠି ସରି ଇଏ କର୍ତ୍ତା ଥିଲା, ସରି ଏଟା ସେ କର୍ତ୍ତା ହେଲା। ସେ କର୍ତ୍ତା ହେଲା ମାନେ ସି ପୁଣି ମୁଁ କହିଦିଏ, ଆଉ ଇଏ ପୁଣି ମୁଁ ଲେଖିଦିଏ ଇଏ ସିଙ୍ଗୁଲାର ଅଟେ। ହେଲା ଛୁଆମାନେ ସିଙ୍ଗୁଲାର ଅଟେ। ତେଣୁ ଏସ୍ ବୋଲା ଭର୍ବ ଆସିବ। ୱାଜ୍ ଆଉ ୟାର ମଧ୍ୟରେ କାହା ପାଖରେ ଏସ୍ ଅଛି ଛୁଆମାନେ? ତୁମମାନେ କହିବ ସାର୍ ୟା ପାଖରେ ଏସ୍ ଅଛି। ତେଣୁ ଇଏ ତୁମର କ୍ରିୟା ହେଉଛି, ସାହାଯ୍ୟକାରୀ କ୍ରିୟା ହେଉଛି। ଇଏ ଦେଖ ଛୁଆମାନେ ହୋଇଗଲା। କର୍ତ୍ତା ତ ତୁମର ସି ଅଛି। ବୁଝିପାରିଲ ଛୁଆମାନେ? ଏବେ ନେକ୍ସଟକୁ ଦେଖ। ଏବେ ଦେଖ ଛୁଆମାନେ ପ୍ରଧାନ କ୍ରିୟା। ତୁମେ କହିବ ସାର୍ ଇଏ ପ୍ରଧାନ କ୍ରିୟା ଆମକୁ କେଉଁଠି ମିଳିବ ସାର୍? ପିଲାମାନେ ପ୍ରଧାନ କ୍ରିୟା ବାକ୍ୟର ଲାଷ୍ଟରେ ଦେଖ କ'ଣ ଚାହୁଁଥିଲେ। ଚାହିଁବା ଇଂଲିଶ କ'ଣ? ତୁମମାନେ କହିବ ସାର୍ ମୂଳ ଶବ୍ଦକୁ ଯିବ। ଏଠାରେ ହିଁ ପିଲାମାନେ ଫସନ୍ତି। କାହିଁ ଚାହିଁଲେ ଚାହୁଁଥିଲେ କହିବେ, ଚାହିଁବା ଶବ୍ଦ ହେଲା ଛୁଆମାନେ ଏଠାରେ ଲୁକ୍। ରାଇଟ୍ ଛୁଆମାନେ? ଚାଲ ଏବେ ପ୍ରଧାନ କ୍ରିୟା ଲେଖିବ। ପ୍ରଧାନ କ୍ରିୟା ଲେଖିଲା ବେଳେ ଦେଖିବା ଦରକାର ଯେ ଇଏ ତାର ସାହାଯ୍ୟକାରୀ କ୍ରିୟା କ'ଣ ଅଛି। ତାହେଲେ ଚାହିଁବା ଇଂଲିଶ ହେଲା ଲୁକ୍, ହେଲେ ସାହାଯ୍ୟକାରୀ କ୍ରିୟା କ'ଣ ଥିଲା? ବି ଥିଲା। ଆଉ ବି ଭର୍ବ ପରେ କ'ଣ ହେବ? ମୁଁ କହିଛି ଏଠି ଆଇଏନ୍ଜି ଅଲରେଡ଼ି ଲେଖି ସାରିଛି। ତାହେଲେ ଏ କ'ଣ ହେବ? ଆଇଏନ୍ଜି ଲାଗିବ। ହେଲା। ତାହେଲେ ପ୍ରଧାନ କ୍ରିୟା ହେଲା କ'ଣ? ଏଠାରେ ଲୁକିଂ। ସାହାଯ୍ୟକାରୀ କ୍ରିୟା କ'ଣ ହେଲା? ଏଠାରେ ଇଏ ୱାଜ୍। ଆଉ କର୍ତ୍ତା ହେଲା ସି। ଏତିକି ତ ଛୁଆମାନେ ସମସ୍ତେ ପାରିବ। ବାକି କ'ଣ ହେଲା? କର୍ମ। ତାକୁ ଇଏ ମୋତେ, ତାକୁ ଆମମାନଙ୍କୁ ଇଏ ଇନଡାଇରେକ୍ଟ କର୍ମ ପ୍ରଧାନ କ୍ରିୟା ପରେ ହିଁ ଲେଖିବ। ଲେଖ ଏଠି। ରାଇଟ୍ ଛୁଆମାନେ? ଚାଲ କାହିଁକି ଲୁକ୍ ପରେ ତ ଏଟା ଆସିବ। ହିମ୍ ତ ହିଁ ତୁମର କର୍ମ ଅଟେ। ରାଇଟ୍। ବାକି ରହିଲା କ'ଣ ଛୁଆମାନେ? ତୁମେ କହିବ ସାର୍ ବାରମ୍ବାର ରହିଗଲା। ବାରମ୍ବାର ଇଂଲିଶ ହେଲା ତୁମର ଏଗେନ୍ ଆଣ୍ଡ ଏଗେନ୍ ବା ଟାଇମ୍ ଆଣ୍ଡ ଏଗେନ୍ ବା ରିପିଟେଡ଼ଲି। ହେଲା ଛୁଆମାନେ ଗୋଟେ ୱାର୍ଡ଼ କେମିତି କାହିଁକି ହେଲା ବୁଝିଥିଲି। ହେଲା ଛୁଆମାନେ ଏମିତି ଛୁଆମାନେ ଟ୍ରାନ୍ସଲେସନ୍ ସହଜରେ ଶିଖିବା ପାଇଁ ପ୍ରତ୍ୟେକ ଦିନ ମୋ ଭିଡ଼ିଓ ଦେଖ ଛୁଆମାନେ। କାହିଁକି ମୋ ପାଖରେ ହିଁ ସେ ସର୍ଟକଟ୍ ଫର୍ମ ଅଛି ଯାହା କେବଳ ତୁମେ ସହଜରେ ଶିଖିପାରିବ। ହେଲା ଛୁଆମାନେ ଇଏ ବାକ୍ୟ ପୁରା ଗଠନ ହୋଇଗଲା। ଏବେ ପୁଣି ଛୁଆମାନେ ନେକ୍ସଟ ବାକ୍ୟକୁ ଯିବା। ଆଉ ଅନୁରୂପ ଭାବରେ ଆମେ ସହଜରେ ଏହାକୁ ଗଠନ କରିବାକୁ ଚେଷ୍ଟା କରିବା। ରାଇଟ୍। ଚାଲ ନେକ୍ସଟ ବାକ୍ୟର ଲେଖକ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। ହେଲା ସେ ବାକ୍ୟଟିଏ ସେଣ୍ଟେନ୍ସ ଗଠନ କରିବା ବେଳେ ମୁଁ ତୁମକୁ କହିଥାଏ ଛୁଆମାନେ, ମୁଁ ତୁମକୁ କହିଥାଏ କ'ଣ ଛୁଆମାନେ? ତାହା କହିଥାଏ ଯେ ବାକ୍ୟର ଶେଷ ଭାଗକୁ ଚାଲି ଆସିବା ଯେଉଁଠି ତୁମର ପ୍ରଧାନ କ୍ରିୟା ଥାଏ। ତାହେଲେ ତୁମମାନେ କହିବ ସାର୍ ଏଠାରେ ବି ଆମେ ସେମିତି କରିବ କି? ହଁ ପିଲାମାନେ ଏଠାରେ ବି ସେମିତି ହିଁ କରିବ। ଲେଖକ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହେଲେ। ଦେଖ ଛୁଆମାନେ ଏଠି ହେଲେ ଆଶ୍ଚର୍ଯ୍ୟ ହେଲେ ତୁମର ଏଠାରେ କ୍ରିୟା। ରାଇଟ୍ ଛୁଆମାନେ?
ଆଚ୍ଛା ପୁଣି ଆଶ୍ଚର୍ଯ୍ୟ ହେଲେ ମାନେ ଆଶ୍ଚର୍ଯ୍ୟ ହେବା କାମ ଶେଷ। ଇଏ ତୁମର କ୍ରିୟା ନା ଆଉ ଇଏ ତୁମର ଇଏ କ୍ରିୟା ମୁଁ କହିଲି ଇଏ କେଉଁଠି ଆସିଲା ମାନେ ବିଟୁରୁ ଆସିଲା ମାନେ ବର୍ବ ଏଠି ବିଟୁକୁ ଆସିଲା କାହିଁକି କାମ ଶେଷ ହେଉଛି ଆଶ୍ଚର୍ଯ୍ୟ ହେବା କାମ ଶେଷ ହୋଇଛି। ଆଉ ନହେଲେ ବି ମୂର୍ଖରେ ମୁଁ କହିଥିଲି ଯେବେ ବି ଛୁଆମାନେ ପ୍ରଜ ଲେଖିବ ମାନେ ବିଟୁରେ ହିଁ ଯିବ। କାହାର ଡାଉଟ୍ ନାହିଁ ଛୁଆମାନେ ତେଣୁ କ୍ୱେଶ୍ଚନ୍ ଆନ୍ସର୍ ବି ଯେଉଁ ପିଲାମାନେ ପାରୁନାହଁ ଯେମିତି ମୁଁ ପ୍ରମିସ୍ କରିଥିଲି ତୁମର କ୍ୱେଶ୍ଚନ୍ ଆନ୍ସର୍ ବି ସେଠାରେ ତ ମୁଁ କରିଦେବି ଟ୍ରାନ୍ସଲେସନ୍ରେ ବି ଛୁଆମାନେ ମୁଁ ଶିଖେଇଦେବି। ତାହେଲେ ଏତିକି ଜାଣିପାରିଲ ଇଏ ବିଟୁ ହେବ। ଏବେ ଛୁଆମାନେ ଆଉ ଗୋଟେ କାମ କରିବ କର୍ତ୍ତାକୁ ଡିସାଇଡ଼୍ କରିଦିଅ। ଆଶ୍ଚର୍ଯ୍ୟ ହେଲେ କିଏ ଆଶ୍ଚର୍ଯ୍ୟ ହେଲେ ୟାକୁ ପଚାର ଛୁଆମାନେ ଅଟୋମେଟିକ୍ ଉତ୍ତର ଆସିବ ଲେଖକ। ଲେଖକ ଆସେ ତାହେଲେ ଲେଖକ ହେଲା ତୁମର କର୍ତ୍ତା ଛୁଆମାନେ ପୁରା ଖାତା କଲମ ଧରି ବସି ପଡ଼ ଛୁଆମାନେ ଆଉ ଲେଖି ପକାଅ କାହିଁକି ଏହା କେବଳ ମୋ ପାଖରେ ହିଁ ମିଳିବ। ଏଷ୍ଟ ସବଜେକ୍ଟ ମୁଁ ଭୁଲ ଲେଖିପାରୁନି ଏଟେ ଇଏ ହେଲା ସବଜେକ୍ଟ ହେଲା ଛୁଆମାନେ ଯିଏକି ତୁମର ଲେଖକ। ଲେଖକ ହେଲା ତୁମର କର୍ତ୍ତା ଆଉ ପ୍ରଧାନ କ୍ରିୟା ହେଲା ତୁମର ଆଶ୍ଚର୍ଯ୍ୟ ହେବା। ବାକ୍ୟଟିଏ ବନେଇବା ପିଲାମାନେ ରାଜ୍ୟମାନେ ପ୍ରଥମେ ବାକ୍ୟଟିଏ ଗଠନ କରିଦିଏ ତାପରେ ମୁଁ ଗୋଟେ ଗୋଟେ ୱାର୍ଡ଼ ବୁଝେଇଦେବି କାହିଁକି କିପରି ହେଲା। ଚଲ ବନେଇବା ଚାଲ ଦେଖ ଛୁଆମାନେ ଇଏ କେମିତି ମୁଁ ବନେଇଦେଲି ହେଲା ନା। ଲେଖକ ମଧ୍ୟ ଆଶ୍ଚର୍ଯ୍ୟ ହେବା। ଏବେ ଆଶ୍ଚର୍ଯ୍ୟ ଆପେ ଆପେ ହୁଅନ୍ତିନି ଛୁଆମାନେ ଇଏ କ'ଣ ବଚନ ବି ଭିତରେ ମାନେ ପାସିଭକୁ ଚାଲିଯାଏ ତ ବିଟୁ ତ ରହିଛି ତାହେଲେ ବି ଭିତରେ ଆସିଯିବ। ମାନେ ଯିଏକି ତୁମର ପ୍ୟାସିଭ୍ ଅଟେ କ'ଣ ଅଛି ମାନେ ଇଏ ପ୍ୟାସିଭ୍ ଅଟେ ଏହା ବୁଝିବା ଦରକାର ଛୁଆମାନେ ଇଏ ପାସିଭ୍ ଅଟେ କାହିଁକି ଆଶ୍ଚର୍ଯ୍ୟ ଆପେ ଆପେ ହୁଅନ୍ତି ନାହିଁ। ଚାଲ ବନେଇବା ଛୁଆମାନେ ତାହେଲେ ଦି ରାଇଟର ମୁଁ ଯିଏକି କର୍ତ୍ତା ଲେଖିଲି ରାଇଟ ମାନେ ଏତିକି ତ ବୁଝିଗଲା। ଏବେ ସାହାଯ୍ୟକାରୀ କ୍ରିୟା ମୁଁ କହିଲି ଏଠି ଆମକୁ ବିରୁ ନେବାକୁ ପଡ଼ିବ କାହିଁକି ଇଏ ପେସିଭ୍ ଅଛି। ଏବେ ରାଇଟର ତ ଏକ ବଚନ ନା ରାଇଟର କ'ଣ ହେଲା ସିଙ୍ଗୁଲାର ହେଲା ତାହେଲେ ବିର ତୁମେ ବିଟୁ ଫର୍ମର ୱାଜ୍ ଆଉ ୟାର ମଧ୍ୟରେ ନେବାର ଅଛି ତାହେଲେ ସିଙ୍ଗୁଲାର ଭର୍ବ ଇଏ ହେବ ୱାଜ୍ ତାହେଲେ ଛୁଆମାନେ ଏଠାରେ ୱାଜ୍ ଲେଖିଲେ ସିଙ୍ଗୁଲାର ଭର୍ବ ଯିଏକି ତୁମର ସାହାଯ୍ୟକାରୀ କ୍ରିୟା। ଏବେ ସୂତ୍ର ଅନୁସାରେ କ'ଣ ହେବ ଭିତ୍ରି ଦରକାର ତାହେଲେ ପ୍ରଧାନ କ୍ରିୟାର ଭିତ୍ରି ହେବ ଏମିତି ବି ଲାଷ୍ଟର ପ୍ରଧାନ କ୍ରିୟା ଅଛି ୟା ପରେ ପ୍ରଧାନ କ୍ରିୟା ଦରକାର ହେବ। ଇଏ ପ୍ରଧାନ କ୍ରିୟା କେଉଁଠି ପାଇବ ଓଡ଼ିଆ ବାକ୍ୟର ଶେଷରେ ଇଏ ଦେଖ ଆଶ୍ଚର୍ଯ୍ୟ। ଆଶ୍ଚର୍ଯ୍ୟ ହେବା ଇଂଲିଶ କ'ଣ ହେଲା ସରପ୍ରାଇଜ୍। ମୂଳ ହେଲା ଆଶ୍ଚର୍ଯ୍ୟ ହେବା କ'ଣ ହେଲା ସରପ୍ରାଇଜ୍। ସରପ୍ରାଇଜ୍ର କ'ଣ ବି3 ଲେଖିବା ଆମେ ବି3 ମାନେ ଏଠି ଲାଗିବ ସରପ୍ରାଇଜ୍ ହେଲା ନା। ଦି ରାଇଟର ୱାଜ୍ ଅଲସୋ ସରପ୍ରାଇଜ୍। ବାକି କ'ଣ ଲାଗଛ ମାନେ ଦେଖି ଏହା ଦେଖି ଟୁ ସି ଇଟ୍ ହେଲା ନା ଏହା ଦେଖି ତାହେଲେ ଟୁ ସି ଇଟ୍ ଏହା ହେଲା ଟୁ ହେଲେ ଛୁଆମାନେ କେତେ ପଟେ ଯେମିତି ସରପ୍ରାଇଜ୍ ହେଲେ ଦେଖି ଯେମିତି କ'ଣ ଆଶ୍ଚର୍ଯ୍ୟ ହେଲେ ଏହା ଦେଖି ଟୁ ସି ଇଟ୍ ପୁରା ବାକ୍ୟ ହୋଇଗଲା। ପୁଣି ଥରେ ଦେଖ ଛୁଆମାନେ ଦି ରାଇଟର ଯିଏକି ତୁମର କର୍ତ୍ତା ସାହାଯ୍ୟକାରୀ କ୍ରିୟା ଯିଏକି ମୁଁ ବିରୁ ନେଲି କାହିଁକି ପାସିଭ୍ ହେଇଛି ୱାଜ୍ କାହିଁକି କର୍ତ୍ତା ଏକ ବଚନ ତାପରେ ମୁଁ ସାହାଯ୍ୟକାରୀ କ୍ରିୟା ପରେ ଆଡ଼ଭାର ଆସେ ମୁଁ କୁହେ ଏହା ମୁଁ ଲେଖିଲି। ଏବେ କ'ଣ ଦରକାର ପ୍ରଧାନ କ୍ରିୟା ଓଡ଼ିଆ ବାକ୍ୟର ଶେଷରେ ଥାଏ ଆଶ୍ଚର୍ଯ୍ୟ ହେବା। ଇଏ କ'ଣ ହେବ ମୁଁ କହିଲି ଇଏ ଭିତ୍ରି ହେବ କାହିଁକି ପାସିଭ୍ରେ ଅଛି ରାଇଟ୍। ଆଶ୍ଚର୍ଯ୍ୟ ତ ଆପେ ଆପେ କେହି ହୁଅନ୍ତି ନାହିଁ କେହି ଜଣେ ଆଶ୍ଚର୍ଯ୍ୟ କରନ୍ତି ଭିତ୍ରି ସରପ୍ରାଇଜ୍ର ଭିତ୍ରି ହେଲା ସରପ୍ରାଇଜ୍ଡ ହେଲା ଛୁଆମାନେ। ଏବେ ଯଦି ପ୍ରଧାନ ମୁଁ କହି ଯେମିତି ପ୍ରଧାନ କ୍ରିୟା ଲେଖିବ ତାକୁ କ'ଣ ଲେଖିବ କ'ଣ ଆଶ୍ଚର୍ଯ୍ୟ ହେଲେ ଏହା ଦେଖି ଟୁ ସି ଇଟ୍ ହେଲା ଛୁଆମାନେ ପୁରା ବାକ୍ୟ ହୋଇଗଲା। ଆଶା କରେ ଛୁଆମାନେ ଏହାକୁ ଭଲ ଭାବରେ ବୁଝିଛ। ଯେଉଁ ପିଲାମାନେ ବୁଝିପାରିଲ ନାହିଁ ନିଶ୍ଚିତ କମେଣ୍ଟ ବକ୍ସରେ ଲେଖିବ। କମେଣ୍ଟ ବକ୍ସରେ ଲେଖିଲେ ନିଶ୍ଚିତ ମୁଁ ନେକ୍ସଟ ଭିଡ଼ିଓରେ ତୁମକୁ ବୁଝାଇଦେବି। ଛୁଆମାନେ ଇଏ ଥିଲା ତୁମର ଆଜିର ଟ୍ରାନ୍ସଲେସନ୍ ହେଲା ଛୁଆମାନେ। କାଲି ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ସେ ଭିଡ଼ିଓରେ ମଧ୍ୟ ଆଉ କିଛି ନୂଆ ତଥ୍ୟ ଆମେ ଶିଖିବୁ ହେଲା ଛୁଆମାନେ। ସେତିକି ପର୍ଯ୍ୟନ୍ତ ଆଶା କରେ ଦିନଟି ଭଲ ରହିବ ଛୁଆମାନେ। ବାଏ।